ମା ନାଗେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ। ଖୋର୍ଦ୍ଧା ଜିଲ୍ଲାର କୃଷ୍ଣପୁରଠାରେ ମା ନାଗେଶ୍ୱରୀଙ୍କ ନୂତନ ମନ୍ଦିର ଓ ମାଙ୍କର ବିଗ୍ରହ ପ୍ରତିଷ୍ଠା ହୋଇଛି। ଏହି ପ୍ରତିଷ୍ଠା ଉତ୍ସବରେ ଗ୍ରାମର ଶତାଧିକ ପୁରୁଷ ମହିଳା ଭକ୍ତ ମାଙ୍କ କଳସୀ ଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରତିଷ୍ଠା ଉତ୍ସବକୁ ପୀଠକୁ ଆସୁଥିବା ଭକ୍ତମାନେ ନିଷ୍ଠାର ସହିତ ଅରୁଆ ଅନ୍ନ ଭୋଜନ କରି ମାଙ୍କୁ ପ୍ରାର୍ଥନା କରିଥିଲେ। ଭକ୍ତିମୟ ପରିବେଶରେ କମ୍ପିଥିଲା ପୀଠର ପରିବେଶ। ମା ନାଗେଶ୍ୱରୀଙ୍କ ପୀଠରେ 3 ଦିନ ଧରି ହୋଇଆସୁଥିବା ଉତ୍ସବରେ ବ୍ୟାପକ ଜନସମାଗମ ଦେଖିବାକୁ ମିଳିଥିଲା। ମା ନାଗେଶ୍ୱରୀ ବେଲଗଛ ତଳେ ନାଗଦେବତା ବାସ କରୁଛନ୍ତି। ନାଗେଶ୍ୱରୀଙ୍କ କାଳେଶୀଙ୍କୁ ସ୍ୱପ୍ନାଦେଶ ଦେଇଥିଲା ଏବଂ କହିଥିଲେ ମୋ ମନ୍ଦିର ସ୍ଥାପନ କରିବାକୁ। ମା 30 ବର୍ଷ ହେବ ବିରାଜମାନ କରି କଲ୍ୟାଣୀ ମାଧ୍ୟମରେ ଭକ୍ତଙ୍କୁ ହୁକୁମ ପ୍ରଦାନ କରୁଛନ୍ତି। 30 ବର୍ଷ ହେଲାଣି ମାଙ୍କ ପୀଠରେ ଗ୍ରାମବାସୀମାନେ ସହଯୋଗ କରି ମା ପ୍ରତିଷ୍ଠା ଉତ୍ସବ ପାଳନ କରି ଆସୁଛନ୍ତି। ଦୀର୍ଘ 30 ବର୍ଷ ହେଲାଣି ମାଙ୍କ ଅନୁଗ୍ରହରେ ବିଗ୍ରହ ଏବଂ ମନ୍ଦିର ନିର୍ମାଣ ହୋଇ ପ୍ରତିଷ୍ଠା ଉତ୍ସବ 4 ତାରିଖରେ ସମ୍ପନ୍ନ ହୋଇଥିଲା। ଖୋର୍ଦ୍ଧାରୁ ସୂର୍ଯ୍ୟକାନ୍ତ ଦଳାଇଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ। लेडीज तो फास्ट सब ट्रेलर रील लेडीज तो फास्ट सब परिचय देले अमूल्य कुमार नंद। ये कौन चलची होता ना जी आज है नागेश्वरी पूर्णाहुति दिवस। मंदिर प्रासाद प्रतिष्ठा चलता ये केते वर्ष ला चलची होता ना यही वर्ष प्रथम गिरी नुआगिरी मंदिर टी है विग्रह प्रतिष्ठा प्रासाद प्रतिष्ठा है। आगु कौन अच्छी अनुमति कौन अच्छी सेटा कर्ता कर्ती ऊपर निर्भर करे। ना परिचय देले मो ना हूँ सत्यवीर बाड़ी कृष्णपुर। ये कौन चलची होता ना जी ये बर्तमान माँ नागेश्वरी नूतन मंदिर प्रतिष्ठा और विग्रह मूर्ति प्रतिष्ठा रत्नमुद और संगे संगे 4 दिन धरिक विसर्जन चलती। आम कृष्णपुर गाँव आगुरी अनेक ठाकुर ठाकुराणी थे ग्राम देवती मंगला
ଆଉ ଜାଗେଶ୍ୱରୀ ବ୍ରହ୍ମଣୀ ନାଗେଶ୍ୱରୀ ଆଗରୁ ନଥିଲେ। ନାଗେଶ୍ୱରୀ ଠାକୁରାଣୀ ସେ ସ୍ୱତନ୍ତ୍ର ବିଷ୍ଣୁ ପ୍ରଚଳନ ସ୍ୱାଇଁ କୃଷ୍ଣପୁର ନିବାସୀ। ତାର ମ୍ୟାରେଜ୍ ପରେ ତା ମିସେସ୍ଟି ଠାକୁରାଣୀ ଦେଖାଦେଲେ ଏବଂ ତାଙ୍କ ବାରିପଟେ ଗୋଟେ ଲିମ୍ବ ଗଛ ଥିଲା। ଉତ୍ତର ପଟେ ଘରର ଉତ୍ତର ପଟକୁ ପୁରା ଲିମ୍ବ ଗଛ ଥିଲା। ସେ ଲିମ୍ବ ଗଛ ମୂଳେ ବେଳେବେଳେ ଏମିତି ନାଗ ବି ଦେଖା ଦିଅନ୍ତି, ଆସିକି ଏଠି ରୁହନ୍ତି, ଦିନେ ଦୁଇ ଦିନ ରହନ୍ତି। ଏବଂ ସେ ଯେଉଁ ଆମର ସେ ବିଷ୍ଣୁ ଚରଣଙ୍କର ମିସେସ୍ ତାଙ୍କଠି ସେ ସମୟ ସମୟ ଲାଗନ୍ତି, ଲାଗିକି ଟିକେ କହନ୍ତି। ତେଣୁ ଠାକୁରାଣୀର ହେଲା ବରାଦ ହେଲା, ତା କାଳସୀକି ଅନୁଗ୍ରହ କଲେ, କାଳସୀକି ଜଣାଇଲେ ଯେ ଗୋଟେ ମନ୍ଦିର ପ୍ରତିଷ୍ଠା କରେ। ତେଣୁ ସିଏ ଭାରି ଅଭାବ ଲୋକ, ତଥାପି ସିଏ ମଗା ଯୋଚା କରିକିରି ଆଉ ମନ୍ଦିରଟିରେ ଯାହା ସୁଦ୍ଧା 3-4 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବ। ଠାକୁରାଣୀ ବିଗ୍ରହ, ସିଂହ, ହଂସ ବାହନ ତାର ମୟୂର, ଆଉ ନବଗ୍ରହ ଇତ୍ୟାଦି। ଠାକୁରାଣୀ ହେଉଛି ବୈଷ୍ଣବୀ ଠାକୁରାଣୀ। ତାଙ୍କର ଗଳାରେ ନାଗ, ବାହୁରେ ନାଗ, ଅଣ୍ଟାରେ ନାଗ, ପାଦରେ ନାଗ, ତାଙ୍କର ସର୍ବାଙ୍ଗରେ ନାଗ। ତେଣୁ ତା ନାଁ କି ନାଗେଶ୍ୱର, ବୁଝିଲେ। ତେଣୁ ଆଜି ଯଜ୍ଞର ହେଉଛି ସମାପନ, ପୂର୍ଣ୍ଣାହୁତି ଦିବସ ଆଜି। ବହୁ ସମାରୋହରେ ଏଠି ବହୁ କେତେ ଲୋକ ବର୍ତ୍ତମାନ ଆସୁଛନ୍ତି ବର୍ତ୍ତମାନ? ଏଠିକି ଶହ ଶହ ଲୋକ ଯାତାୟାତ ଅଛନ୍ତି, ଆସୁଛନ୍ତି। ବର୍ତ୍ତମାନ ବି ଅଛନ୍ତି, ଚାଲିଛି ମାଆର ସେଠି ଚାଲିଛି। ମାଆ ଯାଇକି ବର୍ତ୍ତମାନ ସିଂହାସନରେ ବିରାଜମାନ କରିସାରିଲାଣି। ଏବେ ଖାଲି ପୂର୍ଣ୍ଣାହୁତି ଦିଆହେଉଛି। ପୂର୍ଣ୍ଣାହୁତି ପରେ କଳସ ଯାତ୍ରା ହେବ। କଳସ ଯାତ୍ରା ହେଇକି କେତେ ଦିନ ଧରିକି ଚାଲୁଛି ବର୍ତ୍ତମାନ? 4 ଦିନ ଯାତ୍ରା କହିଲି, 4 ଦିନ। ଆଜିକି 4 ଦିନ ହେଲା। 1 ଠାରୁ ଆଜିକି କେତେ ବର୍ଷ ହେଲା ଚାଲିଛି? ଏଇଟା ପ୍ରଥମ ବର୍ଷ, ଠାକୁରାଣୀର ପ୍ରଥମ ବର୍ଷ ଜୀବନ୍ୟାସ, ବିଗ୍ରହ ପ୍ରତିଷ୍ଠା, ନୂଆ ମନ୍ଦିର ଯୋଡ଼ା ହେଇ ରତ୍ନମୁତ ସବୁ ନୂଆ। ଦେଲେ ମୋ ନାଁ ହେଉଛି ବୀଣା। ଏଇଟା ହେଉଛି ମୋ ମାମୁଁ ଘର। ଆଜି ମୋର ସୌଭାଗ୍ୟ ଯେ ମୁଁ ମାମୁଁ ଘରକୁ ଆସିଛି। ମୋର ମାମୁଁ ମାଇଁ ଠାକୁରାଣୀ ନାଗେଶ୍ୱରୀ ତାଙ୍କର ପ୍ରତିଷ୍ଠା କରିଛନ୍ତି ମନ୍ଦିର ନିର୍ମାଣ କରିକି। ମୋର ସୌଭାଗ୍ୟ, ମୁଁ ଏଠି ଆସିକି ଯୋଗ ଦେଇଛି, ତ ସେଥିପାଇଁ ମୁଁ ଏଠିକି ଆସିଛି। ଏମିତି କେତେ ବର୍ଷ ହେଲା ଏଠି ଚାଲିଛି ବର୍ତ୍ତମାନ? ତ ପ୍ରଥମେ ମାମୁଁ ମାଇଁଙ୍କର ଯେତେବେଳେ ବାହାଘର ହେଲା, ବାହାଘର ପରେ ତ ଆମର ମାମୁଁ ଘର ବାରିପଟେ ଗୋଟେ ଲିମ୍ବ ଗଛ ଥିଲା, ସେଇଠି ନାଗ ନାଗୁଣୀ ଆସିକି ରୁହନ୍ତି। ମାଇଁକି ସ୍ୱପ୍ନାଦେଶ ହୁଏ, ତାପରେ ମାଇଁଙ୍କ ଦେହକୁ ବି ସେ ଆସନ୍ତି। ଏମିତି ହେଇକି ଆସ୍ତେ ଆସ୍ତେ 18 ବର୍ଷ ପରେ ତାଙ୍କୁ ସ୍ୱପ୍ନାଦେଶ ହେଲା ଯେ ମୋର ମନ୍ଦିରଟିଏ କରିକି ମୋର ସେଇଠି ପ୍ରତିଷ୍ଠା କରିବୁ, ମୋତେ ସେଇଠି ଥଇଥାନ କରିବୁ। ତ ଆଜି ହେଉଛି ସେ ଶୁଭ ସମୟ। ସମସ୍ତେ ଏକତ୍ରିତ ହେଇଛନ୍ତି, ସମସ୍ତେ ମିଶିକି ବି ଏ କାମଟା ବହୁତ ଶୃଙ୍ଖଳିତ ସହିତ ହେଇଛି ଆଉ ମନ୍ଦିର ପ୍ରତିଷ୍ଠା ହେଇଛି। ଆପଣଙ୍କ ମାଇଁଙ୍କ ଦେହକୁ ଆସୁଛି ବୋଲି ବର୍ତ୍ତମାନ କେମିତି ଅନୁଭବ କେମିତି କଲେ? ମାଇଁଙ୍କ ଦେହକୁ ଆସୁଛି ବୋଲି କେମିତି ଅନୁଭବ କଲି, ମୁଁ ତ ଆଜି ଦେଖିଲି, ଯାହା ଅନୁଭବ କଲି ମାଇଁଙ୍କ ଦେହକୁ ଆସୁଛି ବୋଲି। ତାଙ୍କ ଦେହକୁ ଯୋଉ ଶକ୍ତି ଆସୁଛି, ମାନେ ସେଇ ସିଚୁଏସନ୍ ଦେଖିଲେ ହିଁ ଆପଣ ଜାଣିପାରିବେ ଯେ ମାଇଁଙ୍କ ଦେହକୁ ଆସୁଛି ବୋଲି। ଏଇଟା ମୁଁ କହିପାରିବିନି, ଭାଷାରେ ତ ଏଇଟା କହିହେବନି ନା। ସିଚୁଏସନ୍ ଦେଖିଲେ ଆପଣ ଜାଣିବେ ଯେ ମାଇଁଙ୍କ ଦେହକୁ ଆସୁଛନ୍ତି ଠାକୁରାଣୀ। ଏମିତି ଆଗକୁ କେମିତି କଣ ରଖିବେ ବୋଲି ଚାହୁଁଛନ୍ତି ଅନୁଷ୍ଠାନ? ଯେମିତି ଠାକୁରାଣୀ ଆସିଥିଲେ, ମାମୁଁଙ୍କୁ କହିଛନ୍ତି ଯେ ମୋର ପ୍ରତିବର୍ଷ ଏମିତି ପୂଜା କରିବୁ, ମୋର ଭୋଗ ଲଗେଇବୁ, ଗଛ ପାଖରେ ଅଇଁଠା ଶଙ୍କୁଡ଼ି ଭୋଗ ଲଗେଇବୁ, ଭିତରକୁ ନବୁନି। ଦଶହରା ନବମୀରେ ମୋତେ ପୂଜା କରିବୁ, କ୍ଷୀରି ଆଉ ପିଠା ଦେଇକି ପୂଜା କରିବୁ। ଯେମିତି ତାଙ୍କୁ ବତେଇଛନ୍ତି ସେଇ ଅନୁସାରେ ପୂଜା ଚାଲିବ ମାଙ୍କର। ओम शरणागत दीनार्थ परित्राण परायणे सर्वस्यार्ति हरे देवी नारायणी नमस्तुते। माँ नागेश्वरी पीठरे 3 दिन धरी चलता प्रासाद प्रतिष्ठा एवं विग्रह प्रतिष्ठा। ए प्रथम दिन माँ गर्भाधान करा द्वितीय दिन महास्नान एवं तृतीय दिन जीवन्यास प्राण प्रतिष्ठा करा माँ षोड़शोपचार पूजा करा एवं चंडीपाठ हवनादि कार्य समापन होगा पर पूर्णाहुति कार्य संपूर्ण हो। वर्तमान कलश नहीं समस्त व्रती मैंने जाइछन्ति विसर्जन करने माँ मान विख्यात हो, समस्त व्रती मान मनस्कामना पूर्ण हो, या ही कामना। मैं सुशांत कुमार खाड़ेंगा, जगन्नाथपुर।